ନଥିବାରୁ ଅଫିସରେ ନଥିବାରୁ ମହାମନ୍ତ୍ରୀ 5 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରାରେ ଦଣ୍ଡିତ କରୁଛି ଏହି ମୁଖ୍ୟ କର୍ମଚାରୀଙ୍କୁ। ଏକ ଗୁରୁତର ଅଭିଯୋଗ ଅଛି ମହାରାଜ। ସରକାରୀ ବସ୍ ଚଲାଉଥିବା ଡ୍ରାଇଭର ମାନେ ନିଶାଦ୍ରବ୍ୟ ସେବନ କରୁଛନ୍ତି ମହାରାଜ। ଆଉ ଅନେକ ଦୁର୍ଘଟଣା ଘଟୁଛି ମହାରାଜ। ଏମାନଙ୍କୁ ଅନେକ ଥର ସତର୍କ ବାଣୀ ଦେଲା ସତ୍ତ୍ୱେ ମଧ୍ୟ ଏମାନେ ଶୁଣୁନାହାନ୍ତି ଆମର କଥାବାର୍ତ୍ତା। କାହିଁକି ଏହି ତ୍ରୁଟି ହେଉଛି? ବସ୍ ଚାଳକ ମାନେ ମଦ୍ୟପାନ କରି ଗାଡ଼ି ଚଲାଉଛନ୍ତି କି? କଣ ଦଣ୍ଡ ଦିଆଇଛ? କେତେ ଜଣ ଡ୍ରାଇଭରକୁ ତମେ ଦଣ୍ଡ ଦେଇଛ? କାଗଜ ପତ୍ର ବାହାର କର। କେତେ ଜଣକୁ ବାହାର କରିଛ ତମେ? ଦେଖ ବିଳମ୍ବରେ ନାହିଁ ପ୍ରୟୋଜନ। ଏଠାରେ ଥିବା ଶୌଚାଳୟ ମଧ୍ୟ ଅପରିଷ୍କାର ସେଠାରେ ପାଣିର ସୁବିଧା ନାହିଁ। ସମ୍ପୂର୍ଣ୍ଣ ଭାବରେ ଅପରିଷ୍କାର ଶୌଚାଳୟ ଗୁଡ଼ିକ। କାହିଁକି ଯାତ୍ରୀ ମାନେ କେମିତି ସେଠି ଶୌଚ ହେବେ? ମ୍ୟୁନିସିପାଲିଟିକୁ ଲେଖା ହେଇଛି, ଦିଆହେଇଛି ଲେଖା ହେଇଛି। ଡ୍ୟୁଟି କରୁନାହାନ୍ତି ସେମାନେ। କେତେ ଜଣକୁ? 7 ଜଣକୁ ମହାମନ୍ତ୍ରୀ। ଇଟା ତ ସରିଗଲା 20 କି କେତେ ନମ୍ବର ତକ ଲେଖା ବାହାରୁଛି। ବହିଷ୍କାର 7 ଜଣ ଅଛନ୍ତି। ଲାଲ କାର୍ଡ କି ଯାଇକି ଦେଖୁଛନ୍ତି। ସେଥିରେ ଭିତରୁ 7 ଜଣ ଯାଇଛନ୍। ଯାହା ନାଇଁ 7 ଲକ୍ଷ ଟଙ୍କା ତମକୁ ଜରିମାନା କଲା କଂସ ରଜା। ଆଉ ସମସ୍ତ ପ୍ରଜା ଅଭିଯୋଗ କରିଛନ୍ତି ଯେ ଯାତ୍ରୀର ଯୋଉ ବିଶ୍ରାମଗାର ଶୌଚକୁ ତମେ ତା ସମ୍ପୂର୍ଣ୍ଣ ଭାବେ ସଫା ସୁତରା ରଖିବ। ଏ ହେଉଛି ମହାରାଜ କଂସର ଆଦେଶ। ଅତି ଶୀଘ୍ର ଦଣ୍ଡ ପୈଠ କର। ମହାମନ୍ତ୍ରୀ ସେନାପତି ଅତି ଶୀଘ୍ର 5 ସହସ୍ର ସ୍ୱର୍ଣ୍ଣ ମୁଦ୍ରା ପ୍ରଦାନ କରନ୍ତୁ। ପହଲା ବିଳମ୍ବରେ ଆସିଥିବା 5 ଲାଖ ଆରେ ସଫା ସୁତରା ନାଇଁ ଦେଇକିରି ଯେନ୍ ଡ୍ରାଇଭର ମାନେ ମଦ ପିଇଛନ୍ ହେଟା ହଉଛେ 7 ଲାଖ। ମହାରାଜା ଆସିଥିଲେ ବସଷ୍ଟାଣ୍ଡକୁ କଣ କହିବେ? ଆଜି ସରକାରୀ ବସଷ୍ଟାଣ୍ଡକୁ ନଗର ଭ୍ରମଣ କରିଦେବା ସମୟରେ କେତେକ ପ୍ରଜା ମଧ୍ୟ ଅଭିଯୋଗ କଲେ ଯେ ମଦ୍ୟପାନ କରି ଗାଡ଼ି ଚାଳକମାନେ ଗାଡ଼ି ଚଲାଉଛନ୍ତି, ଯଦ୍ୱାରା କି ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ଅନେକ ଜୀବ ମୃତ୍ୟୁ ଘଟଣା ଘଟୁଛି ଜୀବଙ୍କର। ତେଣୁ ତା ତଦାରଖ କଲି। କେତେ ଜଣଙ୍କୁ ସେମାନେ ବହିଷ୍କାର କରିଛନ୍ତି ସେ ଚାଳକ ପଦରୁ ଏବଂ ପରିଷ୍କାର ପରିଚ୍ଛନ୍ନ ନଥିବାରୁ ସେଥିପ୍ରତି ମଧ୍ୟ 7 ଲକ୍ଷ ଟଙ୍କା ସ୍ୱର୍ଣ୍ଣ ମୁଦ୍ରାରେ ମୁଁ ଦଣ୍ଡିତ କରିଛି। ପ୍ରଥମରେ ବିଳମ୍ବରେ ଆସିଲେ ସେଇଠି 5 ଲକ୍ଷ, ଆଉ ସଫା ସୁତରା ନଥିବା ଏବଂ ମଦ୍ୟପାନ କରି ଗାଡ଼ି ଚଲାଉଥିବା ଡ୍ରାଇଭର ମାନଙ୍କ ପ୍ରତି ଏଇ ଯେଉଁ ତାଙ୍କର ତଦାରଖ ଠିକ୍ ରହୁନି, ତେଣୁ 7 ଲକ୍ଷ 7, 5, 12 ଲକ୍ଷ ଟଙ୍କାରେ ତାଙ୍କୁ ଦଣ୍ଡିତ କରିଅଛି। ଅତି ଶୀଘ୍ର ପୈଠ କର ମହାମନ୍ତ୍ରୀ। ନିଶ୍ଚିତ ଭାବରେ ଅନେକ ଅଭିଯୋଗ କରୁଛନ୍ତି, ଆନ୍ଦୋଳନ କରୁଛନ୍ତି ରାଜ୍ୟ ସରକାରଙ୍କୁ। ସତ ହେଲେ ଗାଡ଼ି ଚାଳକମାନେ ସତର୍କ ରହିବା କଥା। ମଦ୍ୟପାନ କରି କେହି ଗାଡ଼ି ଚଲାନ୍ତୁ ନାହିଁ। କାହିଁକି ନା ଗୋଟିଏ ସେ ବସ୍ ହଉ କିମ୍ବା କାର୍ ହଉ ସେଠି ଜୀବନ ଗୁଡ଼ିକ ସେ ନେଉଛନ୍ତି ଆଣୁଛନ୍ତି, ତାଙ୍କ ଉପରେ ସେ ଜୀବନ ନିର୍ଭର କରୁଛି। ଏମିତି ତ୍ରୁଟି ନ ହେବା କଥା। ସମସ୍ତ ଚାଳକମାନଙ୍କୁ ଏହି ମୋର ନିର୍ଦ୍ଦେଶ ଦେଉଛି।